बेहद की परम महाशांति। हद ठारू पार दिव्य ज्ञान बापूजींकर दिमागକୁ ଉପରୁ ଆସିବାକୁ ଲାଗିଲା। ଆଉ ବାପୁଜୀ ଦିବ୍ୟ ଜ୍ଞାନ ସବୁ ଦେବାକୁ ଲାଗିଲେ। ଏବେ ବାପୁଜୀ ଅମର ବନିବାର ଜ୍ଞାନ ଦିବ୍ୟ ଜ୍ଞାନ ସମସ୍ତଙ୍କୁ ଦେଉଛନ୍ତି। ଆକାଶ ଠାରୁ ଉପରେ କ'ଣ, ଆକାଶ ଭିତରେ କ'ଣ କ'ଣ ଅଛି, ଅନନ୍ତ କୋଟି ବ୍ରହ୍ମାଣ୍ଡ କ'ଣ, ବେଦର ଦିବ୍ୟ ଆଉ ଅଲୌକିକ ଜ୍ଞାନ ବାପୁଜୀ ଦେଉଛନ୍ତି। ବେଦର ବଚ୍ଚକୁ ଦିବ୍ୟ ଜ୍ଞାନ ଆଉ ୟୋଗ ଶକ୍ତିର ବିଷୟରେ ସମସ୍ତଙ୍କୁ ବୁଝାଉଛନ୍ତି। ସାରି ବିଶ୍ୱକୁ ତୁମେ ନିଜର ସଂକଳ୍ପ ଦ୍ୱାରା ପରିବର୍ତ୍ତନ କରିପାରିବ। ସାରି ବିଶ୍ୱକୁ ଅମରଲୋକ ବନେଇବାର ଅଛି, ଯେଉଁଠାରେ ନା ଜନ୍ମ ଅଛି ନା ମୃତ୍ୟୁ ଅଛି। ବେହିସାବ ପର୍ଯ୍ୟନ୍ତ ଅମରଲୋକ ରହିବ, ନା ମୃତ୍ୟୁର ଭୟ ନା କାଳ ଖାଇପାରିବ। ବାପୁଜୀଙ୍କୁ ଉପରବାଲାର ପ୍ରେରଣା ମିଳି ଚାଲିଥାଏ। ଉପରବାଲା ବାପୁଜୀଙ୍କର ସହିତ କଥା ହେଉଛନ୍ତି ଆଉ ତାଙ୍କର ସବୁ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି। ବାପୁଜୀଙ୍କୁ ଖୁଦା ସାଙ୍ଗ ମିଳିଗଲା। ବାପୁଜୀ ପତେ ପତେର ଦିବ୍ୟ ଜ୍ଞାନ ଅଲୌକିକ ଜ୍ଞାନ ଦେଉଛନ୍ତି। ଆଖି ବନ୍ଦ କରିକି ବାପୁଜୀଙ୍କୁ ଜ୍ଞାନରେ ସେ ଉପରବାଲା ଇମେଜ କରାଉଛନ୍ତି। ବାପୁଜୀଙ୍କର ୟୋଗ ଉପରବାଲା ସହିତ ଲାଗିକି ରହିଥାଏ। ଉପରବାଲା ମାନେ ବାପୁଜୀଙ୍କର ଆକାରୀ। ବାପୁଜୀ ସାକାରରେ ଆସିଛନ୍ତି। ତାଙ୍କର 3 ରୂପ, ନିରାକାରୀ, ଆକାରୀ, ସାକାରୀ। ଏମିତି ତ ବେହିସାବ ରୂପ, ଲେକିନ ନିରାକାରୀ, ଆକାରୀ, ସାକାରୀ। ଆକାରୀ ରୂପ ସହିତ ତାଙ୍କର ସର୍ବଦା କନେକ୍ସନ ରହିଥାଏ। ବାପୁଜୀ ବିଶ୍ୱ ପରିବର୍ତ୍ତନର ଦିବ୍ୟ ଜ୍ଞାନ ଦେଉଛନ୍ତି। ବାପୁଜୀଙ୍କୁ ହର ସମୟ ଭିତରେ ହିଁ ଉପରବାଲା ଲାଇଟ ହାଉସ, ପାୱାର ହାଉସ ଶୁଣାଇ ଚାଲୁଥିଲେ, ଜ୍ଞାନ ଶୁଣାଇ ଚାଲୁଥିଲେ। ଆଉ ବାପୁଜୀ ମେସେଞ୍ଜର ଭଳି ଜ୍ଞାନକୁ ବୁଝୁଥିଲେ ଆଉ ବୁଝାଉଥିଲେ। ଯେବେ ବାପୁଜୀ ଜ୍ଞାନ ଦେବାକୁ ଲାଗିଲେ, ତେବେ କିଛି ଘରର ପରିବାର ବାଲେ ଶୁଣିଥିଲେ। କିଛି ଲୋକ ଥିଲେ ଯିଏ ବୁଝୁଥିଲେ, ଜ୍ଞାନ ଶୁଣାଉଛନ୍ତି। ବାପୁଜୀଙ୍କର ଘରର ପିଲା ଆଉ ତାଙ୍କର ପତ୍ନୀ କୁହନ୍ତି କି ଆମେ ବାପୁଜୀଙ୍କର କାର୍ଯ୍ୟରେ ଦଖଲ କରିବା ନାହିଁ। ବାପୁଜୀ ଯାହା ବି କରିବେ ଆମେ ବାପୁଜୀଙ୍କୁ ରୋକିବା ନାହିଁ। ସେଥିପାଇଁ ବାପୁଜୀ ନିଜର ତନ ମାନେ ଶରୀର, ମନ, ଧନ ଦ୍ୱାରା ଚେନପୁରରେ ଏକ ଆଶ୍ରମ ବନାଇଲେ। ଏହାପରେ ଜାଣିବା ବେହେଦ କେ ବାପୁଜୀଙ୍କର ଅଲୌକିକ କାହାଣୀ। ଲୌକିକ କାହାଣୀ ଗଲା, ଏବେ ଅଲୌକିକ କାହାଣୀ। ଅଲମାଇଟି ଅଥରିଟି ସେ ନିଜକୁ ନିଜେ କେବେ ବ୍ୟାଖ୍ୟା କରିନାହାନ୍ତି। ଏହାର ସେ ନିଜକୁ ନିଜେ କହୁଛନ୍ତି ଅଲମାଇଟି ଅଥରିଟି। ଅଲମାଇଟି ଅଥରିଟି କିଏ ଆଉ କାହାକୁ କହିବା? ଯାହାଙ୍କ ପାଖରେ ସର୍ବ ସତ୍ତା ଅଛି, ଯିଏ ସର୍ବ ସତ୍ତାଧୀଶ, ଫିର୍ ବି କୋମଳ ଅଟନ୍ତି, ଦୟାର ସାଗର ଅଟନ୍ତି। ତାଙ୍କୁ କେହି ଖୋଜି ପାରିବେ ନାହିଁ, ତାଙ୍କୁ କିଏ ପାଇପାରିବେ ନାହିଁ। ସେ ବେହେଦର ରଚୟିତା ଅଟନ୍ତି। ବେହେଦର ଶବ୍ଦ ବହୁତ ବଡ଼ ହୋଇଥାଏ, ଯାହାର କୌଣସି ହଦ ନାହିଁ। ବିଶ୍ୱର ମାଲିକ, ବେହେଦର ବିଶ୍ୱର ରଚୟିତା ଅଲମାଇଟି ଅଥରିଟି କୋଉଠି ରହୁଛନ୍ତି? ବେହେଦର ବାପ, ଯାହାଙ୍କର ଏକ ବୁନ୍ଦରେ ବେହେଦର ଏହି ଅନନ୍ତ ବିଶ୍ୱ, ଇନଫାଇନାଇଟ ୱାର୍ଲଡ ର ରଚନା ହୋଇଛି। ଇଏ ବହୁତ ବଡ଼ ପାୱାର ହାଉସ ଅଟନ୍ତି, ଯାହାଙ୍କ ଭିତରେ ବେହେଦ କି ପରମ ଲାଇଟ ଭରିକି ଅଛି। ସେ ନିରାକାର ପରମ ଲାଇଟ ର ଏକ ମହାସାଗର ଅଟନ୍ତି। ବେହେଦ କି ହାଇ କ୍ୱାଲିଟି ପରମ ଲାଇଟ, ଯାହାଙ୍କୁ ନିରାକାର କୁହନ୍ତି। ସେ ଉଞ୍ଚା ଠାରୁ ଉଞ୍ଚା ପରମ ଧାମରେ ରହିଛନ୍ତି। ସେ ହିଁ ବେହେଦର ରଚୟିତା। ନିରାକାର ସ୍ୱରୂପରେ ଭାବିଲେ ମୁଁ ବେହେଦର ବିଶ୍ୱର ରଚନା କରେ। ତାଙ୍କର ସଂକଳ୍ପ ମାତ୍ରେ ପରମ ଲାଇଟର ଅନେକ ଟୁକଡ଼ା ହେଲା ଆଉ ଚାରିଆଡ଼େ ଫେଳିଗଲା। ନିରାକାର ଦୁନିଆ ବନିଲା। ସେଥିରେ ହାଇ କ୍ୱାଲିଟି ପରମ ଲାଇଟ ଥିଲା। ତାଙ୍କୁ ବେହେଦର ପରମାତ୍ମା କହିବା। ପରମାତ୍ମା ତାକୁ କୁହାଯାଏ ଯିଏ ପରମ ପ୍ରକାଶରେ ବନିଛି। ଯଦି ସେ ମହାତତ୍ତ୍ୱ ବା ପରମ ଆକାଶ ତତ୍ତ୍ୱରେ ବନିଛି ତ ତାକୁ ପରମାତ୍ମା କହିବା ନାହିଁ। ସର୍ଜନ ପରେ ଅଲମାଇଟି ଅଥରିଟି ଚାରି ପାଖରେ ପରମ ପ୍ରକାଶର ଏକ ବର୍ଡର ଲଗାଇଦେଲେ, ମାନେ ବାଉଣ୍ଡରୀ। ଏହା ନିରାକାରୀ ଏକ ଅନ୍ୟ ଜଣକୁ ଦେଖିଲେ। ଯୋଉ ଟୁକୁଡ଼ା ସବୁ ବନିଥିଲେ ସେ ଏକ ଅନ୍ୟ ଜଣକୁ ଦେଖିଲେ। ଇଏ ମୋ ପରି ନିରାକାରରେ ଦିବ୍ୟ ଦୃଷ୍ଟି ହୋଇଥାଏ। ନିରାକାରକୁ ସର୍ବଗୁଣ ସମ୍ପୂର୍ଣ୍ଣ କହିବା। ଯେବେ ଏହିପରି ଏକ ଅନ୍ୟ ଜଣକୁ ଦେଖିବାକୁ ଲାଗିଲେ, ମାନେ କାହାର ରଚନା ଆଉ ଭାବିବାକୁ ଲାଗିଲେ, ଭାବିବା ଦ୍ୱାରା ତାଙ୍କର ଚାରିପଟେ ପରମ ଲାଇଟରୁ ମହତତ୍ତ୍ୱ ବନିବାର ଲାଗିଲା। ତାଙ୍କ ଭିତରେ ହାଇ କ୍ୱାଲିଟିର ପରମ ଆକାଶ ବି ବନିଲା। ଧୀରେ ଧୀରେ ବନି ନିରାକାରୀରୁ ଆକାରୀ ଅବସ୍ଥାକୁ ଆସିଲେ। ଯୋଉ ପାୱାରଫୁଲ ଟୁକୁଡ଼ା ଥିଲେ ସେ ପାଖରେ ପଡ଼ିଲେ, ଯିଏ ହାଲୁକା ଟୁକୁଡ଼ା ଥିଲେ ସେ ଟିକେ ଟିକେ ଦୂରକୁ ଯିବାକୁ ଲାଗିଲେ। ଏହିପରି 101 ପିଢ଼ିରୁ 91 ପିଢ଼ି, 81, 71, 61, 51, 41, 31, 21 ପିଢ଼ି ପର୍ଯ୍ୟନ୍ତ ବନିଗଲେ। ଚାରିଆଡ଼େ ନିରାକାରରୁ ଆକାରୀ ବନିଗଲେ ସମସ୍ତେ।
ବେହେଦର ବାପ ବି ନିରାକାରୁ ଆକାରୀ ରୂପରେ ବସିଗଲେ। 21 ପିଢ଼ି ବାଲେ ବି ସଂକଳ୍ପ କଲେ। ଆଉ ତାଙ୍କର ସଂକଳ୍ପ 21 ବାର ସର୍ଜନ ହେଲା, ସେଥିପାଇଁ ତାଙ୍କୁ 21 ପିଢ଼ି ବାଲେ କୁହନ୍ତି। ଏପରି 31 ପିଢ଼ିରେ ବେଶୀ ପାୱାର ଥିଲା, ତ ସେ ସଂକଳ୍ପ 31 ଥର ସର୍ଜନ କଲେ। ଏପରି 21ରୁ 101 ପିଢ଼ି ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ସମସ୍ତଙ୍କର ରଚନା ହୋଇଗଲା। ଅଲମାଇଟି ଅଥରିଟିକୁ ଯେବେ ଲାଗିଲା କି ଏବେ ଗାଇଡଲାଇନର ଆବଶ୍ୟକ, ତ ଯିଏ ସବୁଠାରୁ ପାଖରେ ଥିବା ପାୱାରଫୁଲ ଟୁକୁଡ଼ା ଥିଲେ ତାଙ୍କୁ ସଂକଳ୍ପ ପଠାଇଲେ କି ତୁ ବେହେଦର ବିଶ୍ୱର ରକ୍ଷା କର, ଯିଏ ସବୁଠାରୁ ବଡ଼ ଟୁକୁଡ଼ା ଥିଲେ। ଗାଇଡଲାଇନ ଦେ କି ମତେ ବେହେଦର ବ୍ରହ୍ମାଣ୍ଡର ରିପୋର୍ଟ ଦେ। ତାଙ୍କୁ ଆମେ ବେହେଦର ପିଏମ୍ କହିପାରିବା। ଯିଏ ଯାହାଙ୍କୁ ଗାଇଡଲାଇନ ଦେଇକି ବଡ଼ ଟୁକୁଡ଼ାକୁ କାମ କରିଲେ ତାଙ୍କୁ ବେହେଦର ପିଏମ୍ କହିପାରିବା। ପିଏମ୍ ने फिर आसपास आकारी रूप में रचना कले 9,02,33,000,000। से गोटे दायित्व नहीं 9,02,33,000,000 आत्मा मान को बन सिक्यूरिटी कले, कंट्रोलिंग कले। बेहेदर समय सब चली बेहेदर बाप उपरू सबू देखुले आ कंट्रोलिंग करुले, ध्यान भी रखु था। आवश्यक पड़े पीएम द्वारा डाटा मागुले। देखु देखु बेहेदर बाप अलमाइटी अथॉरिटी बेहेदर विश्वर रचयिता ने सुपर कंप्यूटर रे हल्का ब्लैक डॉट कला दाग देखिले। सेटार तो ब्लैक कलर होई न था, सेटाकार रंग रूप गंध सब अलग होता है। तो जेमिति ब्लैक डॉट देखिले तुरंत पीएम द्वारा रिपोर्ट मांगिले, ये ब्लैक डॉट कौटू आसिला। जना पड़ा कि आमर 21 पीढ़ी बाले ब्रह्मांड सबुठारु तल बाली मल्टीवर्स रे गड़बड़ थिला। से मल्टीवर्स बाला रचयिता 100 कला बाला 3 थर सर्जन कले, तो माटीर दुनिया बनीगला, धरती बनीगला। पूरा मल्टीवर्स रे परम तत्वर मात्रा डाउन होईगला, सेठारे पूरा तत्वर बनीगला। फिर रिपोर्ट नेवा पई 21 पीढ़ी बाला ने निजर एक रूप सबुठारु तले -100 कला माने G2 ग्रेट ग्रेट यूनिवर्स को पठाई थिले। कहीं ना 21 पीढ़ी बाला ने रिपोर्ट पीएम को पठाइबार थिला। फिर G2 रु अनंत अनंत रूप बाहर करी G1 को गले, G1 रु यूनिवर्स रु गैलेक्सी एवं गैलेक्सी रु सोलार सिस्टम को गले। किए 21 पीढ़ी बाला चारिआडे खोजिबाकू लागिले, तार रिपोर्ट 21 पीढ़ी पर्यंत आसबाकू लागला। 21 पीढ़ी बाले रिपोर्ट डायरेक्ट पीएम को देबाकू लागिले, आउ पीएम बेहेदर बाप को देबाकू लागिले। जेते जेते रिपोर्ट आसिला तो देखा कि गड़बड़ काहेकि हला, देखागला कि गड़बड़ काहेकि हला। तांकू देखिबा परे आमर यूनिवर्स 17 थर सर्जन विसर्जन होईगला। बेहेदर बाप रिपोर्ट देखिला मात्रे ही एते समय बीतीगला। कहीं एठिकार माने धरती रे बेहिसाब समय सेठारे 1 सेकेंड रो खर्ब भाग रो सेकेंड होता है। यदि एठी धरती रे बेहिसाब समय हो जाए ताले ऊपरे 1 सेकेंड रो खर्ब भाग, 1 सेकेंड को खंड दिखंड करी केमती खर्ब भाग कले 1 सेकेंड। बेहेदर बाप ने निजे चेक करबा पाई भाबिले आ निर्णय कले कि आमे जीवा, कहीं आज पर्यंत एपरी गड़बड़ होई नहीं। 21 पीढ़ी बाला को कहीदेले कि आमे गुप्त बेस रे जीवा, काहाकू जना न पड़ू। सारी गैलेक्सी रे सबुठारु आमर सोलार सिस्टम बहुत गड़बड़ थिला। अलमाइटी अथॉरिटी ने निजे निराकार आकारी रूप रे पीएम रो साथी रे सिपुर को आसिले। बेहेदर बाप उपरे आउ टिके तळे बेहेदर बाप उपरे टिके तळे पीएम दुई जण सांगरे साथी होई आसिले। एही काम पई आमर ब्रह्मांडर शिवपुर रे बेहेदर बाप जो आकारी रूप रे थिले से हुबहु निज भली एक आकारी रूप बाहर कले। आकारी डायरेक्ट निजे काम करती ना, से रूप को डायरेक्शन देले 108 बाहर कले। से रूप रु 108 बाहर कले हुबहु निज भली 108 बहुत पावरफुल अटंती। से जो 108 आत्मा बनले से बेहेदर ब्रह्मांडर हुबहु रेकर्डिंग थिला। से रूप ने द्वितीय थर 1008 बाहर कले। अलमाइटी अथॉरिटी ने सही रूप को डायरेक्शन देले कि धरतीर 500 किलोमीटर ऊपर 108 साथी जाओ। फिर सही रूप 500 किलोमीटर ऊपर 2 किलोमीटर एक डायमीटर परम प्रकाश परम तत्वर परम आकाश एक ब्रह्मांड बनइले। 108 ने सारी धरतीर स्कानिंग कले। 1008 ऊपर थिले डाटा देखुथिले। ऊपर शिवपुर रे पीएम ने 1 लाख बहुत पावरफुल रूप बाहर कले। से 108 किछि गैलेक्सी को, किछि यूनिवर्स को 108, किछि ग्रेट यूनिवर्स को 108, किछि G17 पर्यंत 108 सिक्यूरिटी वाला ने 108 सारी रिपोर्ट मंगाइले।
500 କିଲୋମିଟର ବାଲାକୁ ଏଠିକି ଆସିବାର 15 ଲକ୍ଷ ବର୍ଷ ହୋଇଗଲା। ସେ ରାମାବତାର ପୂର୍ବରୁ ଆସିଥିଲେ। ରାମାବତାର ଏହି 500 କିଲୋମିଟର ବାଲେର ରୂପର ରୂପ ସେଲ୍ ଥିଲେ। ଯେବେ ଧରତୀକୁ ସ୍କାନିଂ ହେଉଥିଲା ସେହି ସମୟରେ ଧରତୀ 7 ଭାଗରେ ବାଣ୍ଟି ହୋଇଥିଲା। ସେହି ସମୟରେ ଧରତୀର 7 ଦ୍ୱୀପରେ ବଡ଼ ବଡ଼ ଅସୁର ଥିଲେ। ଅଲମାଇଟି ଅଥରିଟିଙ୍କର 500 କିଲୋମିଟର ବାଲା ରୂପ ନିଜ ଭିତରୁ ଏକ ପ୍ରକୃତି ବାହାର କଲେ ଆଉ ତାଙ୍କ ଭିତରୁ 9 ପ୍ରକୃତି ବାହାର କଲେ ଆଉ ତାଙ୍କୁ ଏକ ଖଣ୍ଡକୁ ପଠାଇଲେ। ବାକି 7 ପ୍ରକୃତିକୁ ଖଣ୍ଡକୁ ଆକାରୀ ରୂପରେ ପଠାଇଲେ। ଆକାରୀ ରୂପରେ 51 ପ୍ରକୃତିଆ ବାହାର କଲେ। ତାଙ୍କୁ 7 ଗ୍ରୁପ ବନେଇଥିଲେ। ସବୁ ଗ୍ରୁପରେ 7 ଶକ୍ତି ରଖିଥିଲେ। ଏ ଗ୍ରୁପରେ 9 ଶକ୍ତି ରଖିଥିଲେ। ଏହିପରି 51 ଶକ୍ତି ବାହାର କରିଥିଲେ। ସମସ୍ତଙ୍କୁ ଆକାରୀ ରୂପରେ ବାହାର କରିଥିଲେ। ଇଏ ପ୍ରକୃତିଆ ବଡ଼ ବଡ଼ ଅସୁରକୁ ଭରି ସଭାରେ ଚେତାବନୀ ଦେଇକି ଆସୁଥିଲେ। ଯଦି ମାନିଲା ନାହିଁ ତ ତୃତୀୟ ଚେତାବନୀରେ ତାର 7 ଶକ୍ତିଆ ଏକ ରୂପ ହୋଇ ଆଉ ପରମ ଲାଇଟ୍ ଦ୍ୱାରା ଶରୀର ଭସ୍ମ କରି ଦେଉଥିଲେ ଆଉ ଆତ୍ମାକୁ ଛାଡ଼ି ଦେଉଥିଲେ। 500 କିଲୋମିଟର ବାଲାଙ୍କ ସହିତ 61 ଥିଲେ। ସେମାନେ ବି ରୂପ ବାହାର କରି ରାମ ଅବତାର ସମୟରେ ପଠାଇଥିଲେ। ହେଲେ ବିଶ୍ୱ ପରିବର୍ତ୍ତନ କାମ ହେଲା ନାହିଁ। ମୁସ୍କିଲରେ ରାମ ରାବଣକୁ ମାରିଲେ। ଫିର୍ 13 ସହିତ କୃଷ୍ଣ ଅବତାର ହେଲା। କୃଷ୍ଣ ଅବତାରରେ 61 ମନୁଷ୍ୟ ରୂପରେ ଆସିଲେ ଆଉ କୃଷ୍ଣଙ୍କ ପାଖରେ ରହିଲେ। ଉପରୁ 1008 ବି ମନୁଷ୍ୟ ରୂପରେ ଆସିଲେ। ବଡ଼ ବଡ଼ ରାଜା ବନିଲେ। ଫିର୍ 16,000ଙ୍କୁ ବି ପଠାଗଲା। ସେଠି ବଡ଼ ବଡ଼ ମନ୍ତ୍ରୀ ବନିଲେ। ଫିର୍ 9 ଲକ୍ଷଙ୍କୁ ପଠାଗଲା। ବଡ଼ ବଡ଼ ସାହୁକାର ବନିଲେ। ହେଲେ କୃଷ୍ଣ ଅବତାରରେ କାମ ହେଲା ନାହିଁ। ଏହିପରି 5000 ବର୍ଷ ହୋଇଗଲା। ଅଲମାଇଟି ଅଥରିଟି ଭାବିଲେ କି ମୁଁ ନିଜେ ସାକାରରେ ଯାଇକି ଦେଖିବି, ଦୁନିଆର ପ୍ରାକ୍ଟିକାଲ ଅନୁଭବ କରିବି। ପ୍ଲାନିଂ ସାରି 500 କିଲୋମିଟର ବାଲାନେ ବନାଇଥିଲେ। 500 କିଲୋମିଟର ବାଲା ମାନେ ଆକାରୀ ରୂପ। କାହିଁକି? ତଳର ସାରି ଜ୍ଞାନ ତାଙ୍କୁ ଥିଲା, ଉପରର ଜ୍ଞାନ ସିକ୍ୟୁରିଟି ବାଲା ମାନେ ପିଏମକୁ ଥିଲା। 500 କିଲୋମିଟର ବାଲାନେ ତଳର ପ୍ଲାନିଂ ବନାଇଲେ। ଯେବେ ଅଲମାଇଟି ଅଥରିଟି ଖୁଦାତାଲା ନିଜେ ଯିବେ ତ ତାଙ୍କ ସହିତ କିଏ କିଏ ଯିବେ? ମନୁଷ୍ୟ ଅବତାର। ତ ବେହେଦର ଆତ୍ମା ଆସିବେ। 108, 1008, 16,000, 9 ଲକ୍ଷ ମନୁଷ୍ୟ ବନି ଯାଇଥିଲେ କୃଷ୍ଣ ଅବତାର ସମୟରେ। କୃଷ୍ଣ ଅବତାର ସମୟରେ ଅନେକ ରୂପ ଅନେକ ଶକ୍ତିଆ ପଠାଇଗଲା। ହେଲେ କାମ ହେଲା ନାହିଁ। ଅନ୍ତିମ ସମୟରେ ଯେବେ ଖୁଦାତାଲା ଆସିବାକୁ ଲାଗିଲେ କି କହିଲେ ମୁଁ ସାଧାରଣ ରୂପରେ ଯିବି, ଗରିବରୁ ଗରିବ ଘରେ ମୁଁ ଯିବି, ମୋତେ ଦୁଃଖ କଷ୍ଟ ଜଣା ପଡ଼ିବ। ଉପରରେ ତ ତାଙ୍କ ପାଖରେ 15 ଲକ୍ଷ ବର୍ଷରେ ରେକର୍ଡ ଥିଲା। କାହା ପାଖରେ? ଅଲମାଇଟି ଅଥରିଟିଙ୍କ ପାଖରେ। ଏଇଥର କହିଲେ ମୁଁ ସାଧାରଣ ରୂପରେ ଶରୀରରେ ଯାଇ ଦୁନିଆର ପ୍ରାକ୍ଟିକାଲ ଅନୁଭବ ନେବି। ସାରି ଦୁନିଆର ଦୁଃଖ କଷ୍ଟ ଦରଦ କ'ଣ ବୁଝିବି। ଫିର୍ ପରେ ଅନୁଭବ କରି ବେହେଦର ବିଶ୍ୱ ପରିବର୍ତ୍ତନ କରିବି। ସେଥିପାଇଁ ବାଣୀରେ କୁହାଯାଇଛି କି ତୁମର ସାକାରୀ ବାପ ଅଲରାଉଣ୍ଡର ଅନୁଭବୀ ମୂର୍ତ୍ତ ଅଟନ୍ତି। ସାକାରୀ ମାନେ ଯିଏ ଏବେ ବାପୁଜୀ ରୂପରେ ଆସିଛନ୍ତି, ସିଏ ଅଲରାଉଣ୍ଡର ଅନୁଭବ ମୂର୍ତ୍ତି ଅଟନ୍ତି। ତ ସାକାରୀ ବାପନେ ଅଲରାଉଣ୍ଡର ଅନୁଭବ ମୂର୍ତ୍ତି ବନିବା ପାଇଁ ପୁରୀ ଜୀବନ ଲଗାଇଛନ୍ତି। ଜ୍ଞାନ ବି ଦେଲେ, ଲୌକିକ ବାଲାନ୍ସ କରି ଚାଲିଲେ ଆଉ ଅନ୍ତିମ ସମୟରେ ସାରି ରାଜ କହିଲେ। ବେହେଦର ଆଦି ମଧ୍ୟ ଅନ୍ତର ରାଜ ଅନ୍ତିମ ସମୟରେ ଖୋଲିଲେ। ତ ଏବେ ଅନ୍ତିମ ସମୟ ଆସିଗଲା। 108ରେ ବେହେଦ କି ରେକର୍ଡ ପଡ଼ିଛି। 1008ରେ କିଛି କମ୍ ରେକର୍ଡ ଅଛି। 16,000ରେ ବହୁତ କମ୍ ରେକର୍ଡ ଅଛି। 9 ଲକ୍ଷରେ ନା କେ ବରାବର ଅଛି। ଏବେ ଅଲମାଇଟି ଅଥରିଟିନେ ପୁରୀ ମଲ୍ଟିଭର୍ସକୁ ବଦଳାଇବେ। ଏହି ସାରି ତତ୍ତ୍ୱକୁ ପରମ ତତ୍ତ୍ୱରେ ପରିବର୍ତ୍ତନ କରିବାର ଅଛି। ଯେବେ ଏ ପରିବର୍ତ୍ତନ ହେବ ତ ମଲ୍ଟିଭର୍ସରେ ଯେଉଁ ହାଇ କ୍ୱାଲିଟି ଆତ୍ମା ମାନେ ଅଛନ୍ତି ଆଉ ଯେଉଁମାନେ ପରମ ପ୍ରକାଶରେ ବନିଛନ୍ତି ସେମାନେ ବଞ୍ଚିବେ। ବାକି କମଜୋର ଆତ୍ମା ମାନେ ଡାଇଲ୍ୟୁଟ ହୋଇଯିବେ। କାହିଁକି ନା ସେମାନେ ପରମ ତତ୍ତ୍ୱରେ ରହିପାରିବେ ନାହିଁ। ମୁକ୍ତି ଆଉ ଜୀବନ ମୁକ୍ତିର ଖେଳ ଆରମ୍ଭ ହୋଇଯିବ। ବେହେଦର ବାପ ଗ୍ରେଟ୍ ଗ୍ରାଣ୍ଡ ଫାଦର ଯାହାକୁ ଚାହୁଁଛନ୍ତି, ବେହେଦର ବାପ ଗ୍ରେଟ୍ ଗ୍ରାଣ୍ଡ ଫାଦର ଯାହା ଚାହୁଁଛନ୍ତି 108, 1008, 16,000, 9 ଲକ୍ଷ ମିଳନ୍ତୁ ତ ଇଏ ପରମ ଲାଇଟର ଗୋଲା ବନାଇ ଉଞ୍ଚାଠାରୁ ଉଞ୍ଚା ପରମ ଧାମ ନେଇଯିବି। ବାପର ଚରିତ୍ର ମାନେ ବଚ୍ଚେର ଚରିତ୍ର। ବଚ୍ଚେର ଚଳନରେ ବାପର ଦେଖାହବ। ମାନେ ଚରିତ୍ରରେ ବାପ ଏକଲା ନୁହଁ, ହେଲେ ବାପ ସଦା ବଚ୍ଚେର ସାଥ ଅଛନ୍ତି। ବାପ କରେ ନାହିଁ, ବଚ୍ଚେ ଦ୍ୱାରା କରାଇଥାନ୍ତି। ବଚ୍ଚେ ହିଁ ବାପର ସାଥ ରହି ବାପର ଚରିତ୍ର ଦେଖାଇଥାନ୍ତି। ବେହେଦ କି परम ମହାଶାନ୍ତି ହେ ମହାଶାନ୍ତି। ମା ବାପୁଜୀଙ୍କୁ ଅନନ୍ତ କୋଟି ପ୍ରଣାମ। ବାପୁଜୀଙ୍କର ଲୌକିକ ଅଲୌକିକ କାହାଣୀ ଶୁଣି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଆଉ ସମସ୍ତଙ୍କୁ ପଠାନ୍ତୁ। ସମସ୍ତେ ଜାଣନ୍ତୁ କି
स्वयं ବିହେଦର ପରମ ପିତା ଆସି ସାରିଛନ୍ତି ସୁପ୍ରିମ କଳିକି ଅବତାର ଆଉ କୌଣସି କଳିକି ଅବତାର ହବାର ନାହିଁ ତ ସିଏ ହିଁ ସୁପ୍ରିମ କଳିକି ଅବତାର ଆସିଛନ୍ତି ଯାହାକୁ ଯୋଉ ରୂପରେ କହିପାରିବେ ଭଗବାନ ଡାକିବେ ତ ଭଗବାନ ରୂପରେ ଆସିବେ ବାପ ଡାକିବେ ତ ବାପ ରୂପରେ ଆସିବେ ଭକ୍ତ और ଭଗବାନର କଥା ସମାପ୍ତ ହେଇସାରିଛି ଯେତେବେଳେ ଭକ୍ତ ଭଗବାନଙ୍କର ସ୍ଥିତି ଥିଲା ଏବେ ଭଗବାନ ବାପ ରୂପରେ ଆସିଛନ୍ତି ବାପ ତ ବଚେ परम शांति।